କାଳ ଆସିଛି କ ଧାତୁରୁ, ତାର ମାନେ ହେଲା ଗତି। ଆଉ ଅଛି ସତ୍, ଯାର ମୂଳ ଅଛି ଅଧାତୁ ଅର୍ଥାତ୍ ବିଦ୍ୟମାନତା। ସତ୍ ସତ୍ତା ଅସ୍ତି ଥିତି ଏକ ହିଁ ବ୍ୟାପାର। ଥିତି ନଥିଲେ ଗତି ରହେ ନା। ଯେଉଁ ଅବତାର ହିଁ ହୁଅନ୍ତୁ ନା କାହିଁକି ସତରେ ସ୍ଥିତି ଦରକାର, ନଚେତ୍ ସୁଷ୍ଠୁ ଗତି ହୁଏ ନା। ସ୍ଥିତିର କୋଳରେ ଆସୀନ ହୋଇ ସେମାନେ ଗତି ରାଜ୍ୟରେ ବିଚରଣ କରନ୍ତି। ଗତିକୁ ସ୍ଥିତିମୁଖୀ, କାଳମୁଖୀ, ଦୟାଳୁମୁଖୀ କରିବା ପାଇଁ ଯେଉଁ ଗତି ସୁକେନ୍ଦ୍ରିକ ନୁହେଁ ତାହା କାଳର ପ୍ରବୃତ୍ତି, ତାହା ଆମମାନଙ୍କୁ ବଦ୍ଧ କରେ। ଯେଉଁ ଗତି ସଦ୍ଗୁରୁଙ୍କଠାରେ କେନ୍ଦ୍ରାୟିତ ତାହା କାଳ ନୁହେଁ, ତାହା ଆମମାନଙ୍କର ମୁକ୍ତିର ସାଥୀ।